ସାବଧାନ ଆହୁରି 5 ଦିନ ଜାଳିବ ଖରା। 27 ଓ 28ରେ 29 ଜିଲ୍ଲାକୁ ଅରେଞ୍ଜ ଆଲର୍ଟ। ପ୍ରାୟ ପ୍ରଭୁ ଦିନ ଜାଳିବ ଖରା। 4 ରୁ 6 ଡିଗ୍ରୀ ବଢ଼ିବ ଦିନର ତାପମାତ୍ରା। ସତର୍କ କଲା ପାଣିପାଗ ବିଭାଗ। ଆସନ୍ତାକାଲି ପାଇଁ ଗଞ୍ଜାମ ଓ ଗଜପତିକୁ ସିଭିୟର ହିଟୱେଭ୍ ୱାର୍ଣ୍ଣିଂ। 27 ଓ 28ରେ 29 ଜିଲ୍ଲାକୁ ଅରେଞ୍ଜ। କାଳବୈଶାଖୀ ସଙ୍ଗେ ରାଜ୍ୟରେ ଅସହ୍ୟ ତାତି ଲାଗି ରହିଛି। ଆଗକୁ ଆହୁରି ବଢ଼ିବ ଖରା, ଗରମ ଓ ଗୁଳୁଗୁଳି। ଆସନ୍ତା 5 ଦିନ ରାଜ୍ୟରେ ଅଣାୟତ୍ତ ହେବ ତାତି। ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ 4 ରୁ 6 ଡିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି। ଏହି ସମୟରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆଗକୁ ଜାରି ରହିବ ହିଟୱେଭ୍ ସ୍ଥିତି। ଆସନ୍ତାକାଲି ଗଜପତି ଓ ଗଞ୍ଜାମ ଜିଲ୍ଲାରେ ସିଭିୟର ହିଟୱେଭ୍ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। 2024 ଅନୁଗୁଳ, ମୟୂରଭଞ୍ଜ, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଅନୁଗୁଳ, ନୟାଗଡ଼, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, ଦେଓଗଡ଼, ସୋନପୁର, ମାଲକାନଗିରି, କନ୍ଧମାଳ, ଖୋର୍ଦ୍ଧା, କଟକ, ଢେଙ୍କାନାଳରେ ହିଟୱେଭ୍ ନେଇ ରେଲୋ ଆଲର୍ଟ ଜାରି ହୋଇଛି। ଖରା ଗରମା 27 ଓ 28 ତାରିଖରେ 29 ଜିଲ୍ଲାକୁ ହିଟୱେଭ୍ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। କିଛି ଜିଲ୍ଲାରେ ତାପମାତ୍ରା 45 ଡିଗ୍ରୀ ବା ତାଠାରୁ ଅଧିକ ହେବ ତାପମାତ୍ରା। ସେପଟେ ଆଜି ହଠାତ୍ ଭୁବନେଶ୍ୱର ଓ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପାଗ ବଦଳିଥିଲା। 2024 ଦିନ 2ଟା 30 ସୁଦ୍ଧା ତାପମାତ୍ରା 43.2 ଡିଗ୍ରୀ ହୋଇଥିବା ବେଳେ ପ୍ରବଳ ସାମୁଦ୍ରିକ ପବନ ଯୋଗୁଁ ହଠାତ୍ ପାଗ ଥଣ୍ଡା ହେବା ସହ ହାଲୁକା ବର୍ଷା ହୋଇଥିଲା। ଏହାର ପ୍ରଭାବରେ ଆସନ୍ତାକାଲି ସକାଳ 8:30 ସୁଦ୍ଧା ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଖୋର୍ଦ୍ଧା, କଟକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଭଦ୍ରକରେ କାଳବୈଶାଖୀ ବର୍ଷା ନେଇ ରେଲୋ ଆଲର୍ଟ ଜାରି କରିଛି ପାଣିପାଗ